ପଢାପଢି ତ ଦିଟା ଗାଡି ମୋ ଆଗରେ ପଳେଇଲା ଆଜ୍ଞା। ଦିଟା ଗାଡି ପଳେଇଲେ ଯୋଉ ବ୍ରହ୍ମପୁର ସାଧବ ବସଟା, ତାପରେ ମୋ ଆଗରେ ଯୋଉ ରାମଗିରି ଦେଇକି ଆସିଛି ମୋ ନା ସେଇଟା ପଳେଇଲା। ତାପରେ ମାଲିକ ଗଲେ ଗାଡି ନେଇକି ଯିବା। ଆପଣ ଗାଡି ନେଇକି ଆସିଲେ? ହଁ ଆପଣ ରାସ୍ତାରେ କିଏ ଅଟକେଇଲେ? କିଏ ଅଟକେଇନି। ଆପଣ ଡ୍ରାଇଭର ଫ୍ରାଇଭର ଅଛନ୍ତି ନା? ନାଇଁ। ଆପଣ ଆସିଲା ପୂର୍ବରୁ କାହାକୁ ବୁଝିଥିଲେ? ମୁଁ ବର୍ତ୍ତମାନ ମହାସଂଘର ପ୍ରେସିଡେଣ୍ଟକୁ ପାଇଲଟକୁ ଉଦୟଗିରିର ତାକୁ ଫୋନ କରି ପଚାରିଲି, ନାଇଁ କ୍ଲିୟର ଅଛି ରାସ୍ତା। ତାପରେ ଯେତେ ମାନେ ଅଡବା ନାଇଟଲ ବି ସବୁ ପଳେଇଲେ ପାରଲାନି। ତାପରେ ମୁଁ ପଳାଇଲି ଆଉ। ପାସେଞ୍ଜର ସବୁ ସ୍ୱାଭାବିକ ଅଛନ୍ତି? ପାସେଞ୍ଜର ତ ଭଲ ସୁରକ୍ଷିତରେ ଆଣିଛି, ମୁଁ କିଛି ନାହିଁ। ବଟ୍ 2-3 ଜଣ ବୋଧେ ସେଠି ଓହ୍ଲେଇଲେ, ତାପରେ 15 ଜଣ 20 ଜଣ ମୋ ନା ପହଞ୍ଚିଲା ପରେ ଆଉ ପାସେଞ୍ଜର କିଛି। ପଢାପଢି ତ ଦିଟା ଗାଡି ମୋ ଆଗରେ ପଳେଇଲା ଆଜ୍ଞା। ଦିଟା ଗାଡି ପଳେଇଲେ ଯୋଉ ବ୍ରହ୍ମପୁର ସାଧବ ବସଟା, ତାପରେ ମୋ ଆଗରେ ଯୋଉ ରାମଗିରି ଦେଇକି ଆସିଛି ମୋ ନା ସେଇଟା ପଳେଇଲା। ତାପରେ ମାଲିକ ଗଲେ ଗାଡି ନେଇକି ଯିବା। ଆପଣ ଗାଡି ନେଇକି ଆସିଲେ? ହଁ। ଆପଣ ରାସ୍ତାରେ କିଏ ଅଟକେଇଲେ? କିଏ ଅଟକେଇନି। ଆପଣ ଡ୍ରାଇଭର ଫ୍ରାଇଭର ଅଛନ୍ତି ନା? ନାଇଁ। ଆପଣ ଆସିଲା ପୂର୍ବରୁ କାହାକୁ ବୁଝିଥିଲେ? ମୁଁ ବର୍ତ୍ତମାନ ମହାସଂଘର ପ୍ରେସିଡେଣ୍ଟକୁ ପାଇଲଟକୁ ଉଦୟଗିରିର ତାକୁ ଫୋନ କରି ପଚାରିଲି, ନାଇଁ କ୍ଲିୟର ଅଛି ରାସ୍ତା। ତାପରେ ଯେତେ ମାନେ ଅଡବା ନାଇଟଲ ବି ସବୁ ପଳେଇଲେ ପାରଲାନି। ତାପରେ ମୁଁ ପଳାଇଲି ଆଉ। ପାସେଞ୍ଜର ସବୁ ସ୍ୱାଭାବିକ ଅଛନ୍ତି? ପାସେଞ୍ଜର ତ ଭଲ ସୁରକ୍ଷିତରେ ଆଣିଛି, ମୁଁ କିଛି ନାହିଁ। ବଟ୍ 2-3 ଜଣ ବୋଧେ ସେଠି ଓହ୍ଲେଇଲେ, ତାପରେ 15 ଜଣ 20 ଜଣ ମୋ ନା ପହଞ୍ଚିଲା ପରେ ଆଉ ପାସେଞ୍ଜର କିଛି।